ଚାଲନ୍ତୁ ଆଜି ଆମେମାନେ ପର୍ବତାସନ ବିଷୟରେ ଦେଖିନେବା। ଏହି ପର୍ବତାସନ ମନକୁ ଏକାଗ୍ରତା କରିପାରେ। ଯେଉଁ ବ୍ୟକ୍ତି କି ଏହି ପର୍ବତାସନ ଅଭ୍ୟାସ କରିଥାନ୍ତି ସେହି ବ୍ୟକ୍ତିର ମନରେ ଏକାଗ୍ରତା ଆସିଥାଏ। ତେଣୁ ସାଧୁ ସନ୍ଥ ଯୋଗୀ ଋଷି ମୁନିମାନେ ଏହି ଆସନକୁ ଅଭ୍ୟାସ କରି ମନରେ ଏକାଗ୍ରତା ଆଣିଥାନ୍ତି ଏବଂ ଜପ ଉପାସନାରେ ତାଙ୍କର ସେହି ଏକାଗ୍ରତାକୁ ବିନିଯୋଗ କରିଥାନ୍ତି। ଏହି ଆସନ କରିବାର ପ୍ରଣାଳୀ: ପଦ୍ମାସନରେ ବସି ଆଣ୍ଠୁ ଦ୍ୱୟ ସାହାଯ୍ୟରେ ସିଧା ଠିଆ ହୋଇଯାଆନ୍ତୁ। ଦୁଇ ହାତକୁ ମୁଣ୍ଡ ଉପରକୁ ଉଠାଇ ନମସ୍କାର ମୁଦ୍ରାରେ ରଖନ୍ତୁ। ଏହା ହେଉଛି ପର୍ବତାସନ। ଏହି ପର୍ବତାସନ ଦ୍ୱାରା ମନରେ ଏକାଗ୍ରତା ଆସେ, ଯାହାକି ସେହି ଏକାଗ୍ରତା ଆମମାନଙ୍କର ଜପ ଉପାସନା ପ୍ରାର୍ଥନା ସମୟରେ କାମରେ ଲାଗିଥାଏ। ଯେତେବେଳେ କି ଆମେମାନେ ପ୍ରାର୍ଥନା କରୁଥାଉ, ଉପାସନା କରୁଥାଉ, ସେତେବେଳେ ଆମମାନଙ୍କୁ ନିଶ୍ଚିତ ଭାବରେ ଏକାଗ୍ରତା ଆବଶ୍ୟକ ରହିଥାଏ। ଇତି ଓମ୍।